ଏ ମଣିଷଟା ଏମିତି ଯେ ସେ ଅନ୍ୟମାନଙ୍କୁ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇକା ଚାଲେ ଆଉ ଭୟଭୀତ କରିକି ରଖିବା ପାଇଁ ସବୁବେଳେ ଚାହେଁ। ବିଭିନ୍ନ ପ୍ରକାର ମିଛ କଥା ମିଛ କାଳ୍ପନିକ କଥା ଯୋଡ଼ି ବସେ, ଯାହାଫଳରେ କି ଭୟ କରିକି ମଣିଷ ତାକୁ ମାନି ବସିବ ଆଉ ତାକୁ ତାର ଯେଉଁ କଳ୍ପିତ ମୂର୍ତ୍ତି ଦେବତାମାନଙ୍କୁ ମୂର୍ତ୍ତି ଭଗବାନମାନଙ୍କୁ ବା ସେ ମାନୁଛି ମୂର୍ତ୍ତି ଗୁଡ଼ାକୁ ଯେଉଁ କାଠ ପଥରର ମୂର୍ତ୍ତି ତାକୁ ମାନିବା ପାଇଁ ସେ ବାଧ୍ୟ କରେ। କିନ୍ତୁ ସେ ଜାଣିପାରେ ନାହିଁ ଯେ ଏଇ ଯେଉଁ ଆମ ଭିତରେ ବା ଏ ଦେହ ଭିତରେ ଯେଉଁ ଜିନିଷ ଅଛି, ଏ ଦେହ ଭିତରେ ଯେଉଁ ଶରୀର ଭିତରେ ଯେଉଁ ଶକ୍ତି ଅଛି ସେ ସବୁର ମୂଳ ବୋଲି ଜାଣିପାରେ ନାହିଁ। ଯାହା ପାଇଁ ଲେଖିଛି ଭାଗବତ, କରି କରାଉ ଥାଏ ମୁହିଁ ମୁଁ ବିନୁ ଅନ୍ୟ ଗତି ନାହିଁ। ସତରେ ହେଇ ଆମ ଭିତରେ ଥିବା ଶକ୍ତି ଆତ୍ମା ଶକ୍ତି ବିରାଟ ଶକ୍ତିର ଭଣ୍ଡାର, ତା ଶକ୍ତିକୁ କଳନା କରିବା ଭାରି କଷ୍ଟ ଏ ମଣିଷ ପାଇଁ। ଏ ମଣିଷ ହେଉଛି ଶରୀରଟା ନା, ସିଏ କହୁଛନ୍ତି ହେ ଶରୀର, ହେ ମଣିଷ, ଏ ମଣିଷ ରୂପୀ ଶରୀରଟା ଆଉ ତୁ ସିନା ଶରୀରଟେ, ମୁଁ ଯଦି ନାହିଁ ତାହେଲେ ଶରୀରଟା ତୋର ଚାଲିବ ନାହିଁ, ବୁଲିବ ନାହିଁ, ତୁ ନିଥର ଜଡ଼ ନିର୍ଜୀବ ହେଇକି ପଡ଼ି ରହିବୁ, ତୋର ମୂଲ୍ୟ ହିଁ କିଛି ନାହିଁ। ଆଉ ସବୁ ମୁଁ କରଉଛି ତୋ ଦ୍ୱାରା, ଏଇ ଶରୀର ଦ୍ୱାରା। ମୁଁ ତୋ ଭିତରେ ଅଛି ଆଉ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ତୋତେ ତୋ ମୁଣ୍ଡରେ ବୁଦ୍ଧି ଦେଇ ତୋତେ ଚଲଉଛି ବୁଲଉଛି, ଯାହା କରୁଛୁ ତୁ ମୋରି ବୁଦ୍ଧିରେ କରୁଛୁ, ମୋରି ଇଚ୍ଛାରେ କରୁଛୁ, ତୋ ଇଚ୍ଛାରେ ନା କିଛି ନାହିଁ। ତୁ ହେଉଛୁ ମୋର ଘର ବା ମୋର ହେଉଛି ହାତ ବାରିସି ତୁ। ସିଏ କହୁଛନ୍ତି କରି କରାଉ ଥାଏ ମୁଁ ସବୁ କିଛି କରଉଛି, ତୁ ଯାହା କାମ କରୁଛୁ ମୁଁ ସବୁ କରୁଛି, ତୁ ଭାବନି ମୁଁ କିଛି କରୁଛୁ ବୋଲି, ତୁ ଯେଉଁଟା ଭାବୁଛୁ ମୁଁ କରୁଛି, ମୋରି ଇଚ୍ଛାରେ ହେଉଛି ସବୁ, ମୋ ବିନୁ ଅନ୍ୟ ଗତି ନାହିଁ। ସେ କହୁଛନ୍ତି ମୋ ବିନୁ ବା ମୋ ବିନା ମୁଁ ଯଦି ନାହିଁ ନା କିଛି ଏ ଦୁନିଆର କାମ କାର୍ଯ୍ୟ ହୁଏ ନାହିଁ ବା କିଛି କାମ ତୁ କରିପାରିବ ନାହିଁ। ଯେଉଁ ସଜୀବ ଯେଉଁ ବୋଲୁଥିବା ଜୀବଟା ଯେଉଁ କରୁଛି କାମ କ'ଣ ସବୁ ତୁ କିଛି କରୁନାହିଁ, ମୋ ଦ୍ୱାରା ତୁ କରୁଛୁ, ମୋ ଠାରୁ ଶକ୍ତି ନେଇକି ତୁ କରୁଛୁ। ମନ ଦ୍ୱାରା ପରିଚାଳିତ ସବୁ କାମ ହେଉଛି, ମନ ଦ୍ୱାରା ମୋରି ସେ ଚାଟ ସବୁ ତା ଦ୍ୱାରା ମୁଁ କରାଏ। ଆଉ ବିଭିନ୍ନ ପ୍ରକାର ଅଙ୍ଗାବଳୀ ଯେଉଁ ଅଛି 10 ଅଙ୍ଗାବଳୀ ତା ଦ୍ୱାରା ବି ହୁଏ, ଯେଉଁ ପଞ୍ଚକର୍ମେନ୍ଦ୍ରିୟ ପଞ୍ଚ ଜ୍ଞାନେନ୍ଦ୍ରିୟ ଆଉ ମନ 11ଟା ଦ୍ୱାରା ସବୁ କିଛି ହୁଏ। ଆଉ ପଞ୍ଚଭୂତରେ ତ ଏ ଶରୀରର ତିଆରି। ତାପରେ ଗୋଟେ କଥା କହିଲେ, ସେଇ ଈଶ୍ୱର ମଣିଷକୁ କହୁଛନ୍ତି, ମଣିଷ ପୁଣି କହୁଛି ଶରୀର ପୁଣି କହୁଛି ଅନ୍ୟ ଶରୀରମାନଙ୍କୁ କହୁଛି, ତାଙ୍କ ପାଖରେ ଜ୍ଞାନ ନାହିଁ। ଯାହା ମୁଁ କରଇ ଯାହା ମୁଁ କହି ଯାହା ମୁଁ ଚିନ୍ତାଇବନେ ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ଇଏ ହେଉଛି ସେ ବର୍ଣ୍ଣବୋଧର ଲେଖା। ଆମେ ଯେଉଁ ପ୍ରଥମ ଶ୍ରେଣୀ ପୂର୍ବରୁ ବର୍ଣ୍ଣବୋଧ ଛୋଟ ଛୁଆବେଳେ ପଢ଼ନ୍ତି, ତାରପରର ଲେଖା ହେଉଛି ମୋପାସେ ଅଛନ୍ତି ଦିବସ ରଜନୀ ମହାବାହୁ ପରାତ୍ପର ଏକତା ସୁମରି ହୃଦୟ ତାହାଙ୍କୁ ପୂଜିବି ମୁଁ ନିରନ୍ତର। ଇଏ ଯେଉଁ ଗୀତଟି ଲେଖିଲେ ଆମର ବର୍ଣ୍ଣବୋଧରେ ମଧୁସୂଦନ ରାଓ, ତାଙ୍କ ଦ୍ୱାରା ସେ ଲେଖା କରିଛନ୍ତି ସେଇ ଆତ୍ମା ବା ସେ ମହାଜ୍ଞାନର ଅଧିକାରୀ। ଯାହା ମୁଁ କରଇ ମଣିଷ କହୁଛି, ସେ ଶରୀରଟା କହୁଛି ହେ ମଣିଷକୁ ଶିକ୍ଷା ଦେବା ଯେ ହେ ମଣିଷ, ଯାହା ମୁଁ କରଇ ଯାହା ମୁଁ କହଇ, ମୁଁ ଯାହା କରୁଛି ଏ ମଣିଷ ବା ଏ ମନ ଦ୍ୱାରା ମୁଁ ଯାହା ଚିନ୍ତା କରୁଛି, ମୁଁ ଯାହା କରୁଛି ଆଉ ଯାହା ଚିନ୍ତନ କରୁଛି ଆଉ ଯାହା ମୁଁ କହୁଛି, କ'ଣ ହେଉଛି ନା ତାକୁ ପ୍ରତି କ୍ଷଣରେ ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ଜଗତର କଥା ପରମେଶ୍ୱର ଜାଣୁଛନ୍ତି। ସିଏ ଅନ୍ୟ ସେ ଯେଉଁ ପରମେଶ୍ୱର ପରମାତ୍ମା ଆମେ କହୁଛନ୍ତି ବାହାରେ କେଉଁଠି ଅଛନ୍ତି, ନା ସେ ବାହାରେ କେଉଁଠି ନାହାନ୍ତି। କେଉଁଠି ଅଛନ୍ତି ନା ସେଇଠି ତା ପର ଧାଡ଼ିରେ ଆପଣଙ୍କୁ ପ୍ରମାଣ ଦେଉଛି, ଦେଖନ୍ତୁ ନା ମୋପାସେ ଅଛନ୍ତି ଦିବସ ରଜନୀ, ବାହାରେ କେଉଁଠି ନାହାନ୍ତି, ମୋ ଭିତରେ ଅଛନ୍ତି, ମୋ ପାଖରେ ଅଛନ୍ତି, ମୋ ଠାରେ ହିଁ ଅଛନ୍ତି, ଆଉ ଦୂରରେ କେଉଁଠି ନାହାନ୍ତି, ମୋ ପାଖରେ ଥାଆନ୍ତି ଅଛନ୍ତି କେଉଁଠି ନା ପ୍ରତି ସମୟ ପ୍ରତି ମୁହୂର୍ତ୍ତରେ ମୋ ସହିତ ଲାଗିକି ରହିଛନ୍ତି ସିଏ। ଆଉ ମହାବାହୁ ପରାତ୍ପର ସେ ମୋ ପାଖରେ ସବୁବେଳେ ଅଛନ୍ତି। ଏକଥା ସମୟରେ ହୃଦୟ ତାଙ୍କୁ ଏଇ ହୃଦୟ ଭିତରେ ଦେଇକି ଏଇ ହୃଦୟ ପଦ୍ମଫୁଲ ଦେଇକି ମୁଁ ପୂଜା କରିବା କଥା ଆମେ ସେୟା କହୁଛନ୍ତି। ଆଉ ଆମେ କ'ଣ କରୁଛନ୍ତି ନା ଯେଉଁ ମଣିଷ କଷ୍ଟ ଦେଇ ଚାଲିଛି, ଆକ୍ସିଡେଣ୍ଟଟି ହେଲା, ମଣିଷଟିଏ ନେଇକି ଯାଉଛି, ତାକୁ ଡାକ୍ତରଖାନାରେ ପକାଉଛି, ଡାକ୍ତରଖାନାରେ ପକାଇକି ଯେଉଁ ତାକୁ ଟ୍ରିଟମେଣ୍ଟ କରିବା ଲୋକ, ତାକୁ
ପୁଣି ଭଲ କରିବା ଲୋକ, ତାକୁ କିଓର କରିବା ଲୋକଟି ହେଉଛି ସେ ଡାକ୍ତର, ଡାକ୍ତରଟି ବି ମଣିଷ। ତେଣୁ ଏ ମଣିଷ ସବୁକିଛି କରିବ, ଆଉ ତା ଭିତରେ ଥିବା ଆତ୍ମା ତାକୁ ବୁଦ୍ଧି ଦେଇ ଚାଲନ୍ତି। ପ୍ରତ୍ୟେକ ବ୍ୟକ୍ତି ଯାଆନ୍ତି ନାହିଁ ଯେଉଁଠି ଆକ୍ସିଡେଣ୍ଟ ସ୍ଥଳଟି ଅଛି ବା ଆକ୍ସିଡେଣ୍ଟ ହେଉଛି, ଲୋକ ଛଟପଟ ହେଉଛନ୍ତି, ସେଠି ପ୍ରତ୍ୟେକ ଲୋକ ଯାଆନ୍ତି ନାହିଁ, କେହି ନା କେହି ଜଣିଏ ଯାଏ ବା କେତେ ଲୋକ ଅଳ୍ପ କେତେ ଲୋକ ଯାଆନ୍ତି। କିଛି ଲୋକ ଦେଖନ୍ତି, କିଛି ଲୋକ ତାକୁ ଡାକ୍ତରଖାନା ନେଇକି ଯିବା ପାଇଁ ତତ୍ପର ହୁଅନ୍ତି। ସେଇ ଯେଉଁ ତତ୍ପରତା ପ୍ରକାଶ କରୁଥିବା ଲୋକଟି କ'ଣ କରେ ନା ତା ଭିତରେ ଯେଉଁ ଆତ୍ମା ଅଛି, ସମସ୍ତଙ୍କୁ ଆତ୍ମା ଚଳାଉଛନ୍ତି ନା ସବୁ ଶରୀରମାନଙ୍କୁ, ଏଇ ଯେଉଁ ଆତ୍ମା ଅଛି ସିଏ ଦେଖନ୍ତି ଯେ କେଉଁ ଲୋକଟି କରିପାରିବ, କେଉଁ ଶରୀରଟା କରିପାରିବ ଏ କାମଟିକୁ। ସେଇ ଶରୀରଟାକୁ ନେଇକି ବା ତା ଦ୍ୱାରା ତାର ମୁଣ୍ଡରେ ବୁଦ୍ଧି ଦେଇକି ତାର କଣ୍ଠରେ ବସିକି କହନ୍ତି, ଯେଉଁ ଆମେ ତା କଣ୍ଠରେ ବସିକି ତା ଦ୍ୱାରା କାମଟା କରନ୍ତି, ତାକୁ ଡାକ୍ତରଖାନା ନିଆ କରନ୍ତି। ସିଏ କେଉଁ ଲୋକଟା କରନ୍ତି ନା ଯିଏ ଏ କାମଟାକୁ କରିପାରିବ, ଯେଉଁ ଶରୀରଟା କରିପାରିବ, ଯେଉଁ ମନଟା କରିପାରିବ, ଯେଉଁ ମନଟା ଏତେ ବିଚଳିତ ହେବ ନାହିଁ, ଦୁଃଖ କଷ୍ଟ ପାଇଲେ ବି କିଛି କହିବ ନାହିଁ, ଯିଏ ସୁଖ ଶାନ୍ତି ଆନନ୍ଦରେ କରିଯିବ ଏ କାମଟା, ସେ ତାରି ଦ୍ୱାରା କରନ୍ତି। ସେଇ ଲୋକଟିକୁ ନେଇକି ତାକୁ ତା ମନରେ ବୁଦ୍ଧି ଦେଇକି କରନ୍ତି। ତେଣୁ ସମସ୍ତେ କରିପାରନ୍ତି ନାହିଁ। ଆମେ କହନ୍ତି ସବୁ ଲୋକ ଅନେଇଛନ୍ତି କିଛି କରୁନା, ସମସ୍ତଙ୍କୁ ସେ ବୁଦ୍ଧି ଦିଅନ୍ତି, ଯେଉଁ ଶରୀରଟା କରିପାରିବ ସେ ତା ଦ୍ୱାରା କରନ୍ତି। ତେଣୁ ସମସ୍ତେ ଏଇ ମଣିଷ ଭିତରେ ଥିବା ଆତ୍ମାକୁ ଚିହ୍ନିବା, ଆତ୍ମା ଭଗବାନକୁ ଚିହ୍ନିବା, ଆଉ ଆତ୍ମା ଈଶ୍ୱରକୁ ଚିହ୍ନିବା, ଆତ୍ମାକୁ ଈଶ୍ୱର ବୋଲି ମାନିବା, ଆଉ ଶରୀରକୁ ଭଗବାନ ବୋଲି ମାନିବା। ଏ ଶରୀରଟା ହେଉଛି ଭଗବାନ, ମଣିଷ ହେଉଛି ଭଗବାନ, ଜୀବଟିଏ ଭଗବାନ। ଜୀବଟିଏ ତାକୁ ନେଇକି ଯାଏ, ଭଲ କରାଏ, ବା ମଣିଷଟିଏ ତାକୁ ନେଇକି ଡାକ୍ତରଖାନାରେ ପହଞ୍ଚେଇକି ଭଲ କରାଇବ। ଆଉ ତେଣୁ ତାକୁ ମାନିବା, ଆମେ ତାକୁ ମାନିଲେ ସମସ୍ତେ ଭଲ ରହିବା, ସୁଖରେ ରହିବା। ତେଣୁ ଭାଗବତ ପୁଣି ଗୋଟେ କହିଲା, ମୁଁ ଯାହାକୁ ହୁଇ ସଦୟ ହୁଇ ତାର ଜ୍ଞାନୋଦୟ। ମୁଁ ଯାହାକୁ ସଦୟ ହୁଏ ତାର ଜ୍ଞାନ ଉଦୟ ହୁଏ, ନହେଲେ ହୋଇପାରେ ନା, ସିଏ ଆଗକୁ ଆଗକୁ ଯାଇପାରେ ନା, ଯଶ କୀର୍ତ୍ତି ପାଏ ନା। ତେଣୁ ମୁଁ ଯାହାକୁ କହେ, ଏଇ ଆତ୍ମଦେବ ଯାହାକୁ କହନ୍ତି, ସେ ଲୋକଟି ସେ ଲୋକକୁ ନେଇକି ଯାଏ, ଡାକ୍ତରଖାନାରେ ପକାଏ, ଡାକ୍ତରଙ୍କୁ କହେ ଯେ ତୁମେ ଏଇଟା ଭଲ କର। ସେଇ ସିଏ ପୁଣି ବସନ୍ତି ଡାକ୍ତରଙ୍କ ହୃଦୟରେ, ମନରେ, ଆଉ ଡାକ୍ତର ହୃଦୟରେ ବସିକି ବା ମନରେ ବସିକି ତା ଜ୍ଞାନକୁ ଯୋଡ଼ି ଦିଅନ୍ତି ତାକୁ ଭଲ କରିବା ପାଇଁ। ସିଏ ଯେଉଁଠି ଚାହାନ୍ତିନି ସେ ଲୋକଟି ନଥାଏ ଆଉ। ତେଣୁ ଆସନ୍ତୁ ସେଇ ଆତ୍ମଦେବଙ୍କୁ, ଆତ୍ମ ଈଶ୍ୱରଙ୍କୁ ଆମେ ମାନି ବସିବା ପ୍ରତ୍ୟେକ ମୁହୂର୍ତ୍ତରେ, ଆଉ ତାଙ୍କ ମନକୁ, ହୃଦୟକୁ ଦୁଃଖ ଦେଲା ଭଳିଆ, ଦେହକୁ ଦୁଃଖ ଦେଲା ଭଳିଆ କଥାଟିଏ କହିବା ନାହିଁ, ବାଣୀଟିଏ କହିବା ନାହିଁ, ଆଉ ଚିନ୍ତନ କରିବା ନାହିଁ। ଆମେ ଯେଉଁ ସେଇଠି କହି ବସନ୍ତି, ଶ୍ରେୟ ଦେଇ ବସନ୍ତି, ଈଶ୍ୱର ମୋତେ ଭଲ କରିଦେଲେ ବା ଆମକୁ ଭଗବାନ ଭଲ କରିଦେଲେ, ନା, ସେଇ ଆମ ଭିତରେ ସେଇ ଈଶ୍ୱର ଅଛନ୍ତି, ଆମ ଦେହ ଭିତରେ ଆମ ମଣିଷଟିଏ ଯାଉଛି। ସେ ମଣିଷକୁ ଆମେ ଶ୍ରେୟ ଦେବା ନା, ଭଲ କଲେ ଏଇ ଲୋକଟି ଥିଲା ବୋଲି ମୁଁ ଟିକେ ବଞ୍ଚିଲି, ତେଣୁ ତାକୁ ଆମେ ଭଲ କହି ବସିବା, ଆଉ ତାରି ନାଁରେ କିଛି କହି ବସିବା। ସେ ଆତ୍ମଦେବଙ୍କୁ ଆମେ ଭଲ ବୋଲି ବା ତାଙ୍କୁ ପୂଜି ବସିବା, ତାଙ୍କ ଜ୍ଞାନ ଗୁଣ ଆଉ ଗାରିମାକୁ ଆମେ ବୁଝି ତାଙ୍କରି ପାଇଁ କିଛି କାମ କରି ବସିବା, ସେଇ ଆତ୍ମା ଈଶ୍ୱରଙ୍କ ପାଇଁ। ତେଣୁ ଆତ୍ମା ଈଶ୍ୱର ହିଁ ସବୁକିଛି, ଆତ୍ମା ହେଉଛନ୍ତି ମୂଳ, ଆଉ ସବୁ ଅଟଇ ଡାଳ। ତେଣୁ ଆତ୍ମାକୁ ଦେଖନ୍ତୁ, ଆତ୍ମା କେଉଁଠି ଅଛନ୍ତି ନା ନିଜ ନିଜ ଭିତରେ ଅଛନ୍ତି, ବାହାରକୁ ଖୋଜିବାକୁ ପଡ଼ିବନି। ସେଦିନ କହିଲେ ମୋ ପାଶ ଅଛନ୍ତି, ଦିବସ ରଜନୀ ପୁରା ମୋ ପାଖରେ ଅଛନ୍ତି, ମୋ ପାଖରେ ଥାଉ ଥାଉ ମୁଁ କାହିଁ ଦୂରକୁ ଯିବି, କେଉଁ ଦୂରରେ କେଉଁ ବାହାରକୁ ଯାଇ ଖୋଜିବି କାହିଁକି? ଆମେ କସ୍ତୁରୀ ମୃଗ ଭଳିଆ ନ ହେଇ ନିଜ ଭିତରେ ଖୋଜିବା, ନିଜ ଭିତରେ ଅଛନ୍ତି ସେ ଈଶ୍ୱର। ତେଣୁ ସେ ଶରୀରକୁ ଭଗବାନ ଆଉ ଈଶ୍ୱର ଆତ୍ମାକୁ ମାନି ସବୁକିଛି କାମ କରିବା, ତାଙ୍କୁ ଦୁଃଖ ନୁହେଁ ଆନନ୍ଦ ଦେଇ ବସିବା, ଆମେ ଆନନ୍ଦ ପାଇବା। ତେଣୁ ଆସନ୍ତୁ।